ଜୟ ଜଗନ୍ନାଥ। ଆସନ୍ତୁ ମୋର ପ୍ରିୟ ଦର୍ଶକ ବନ୍ଧୁ, ଜ୍ଞାନୀ ବିଦୁଷ ଜଣେ। ଆଜି ଆମେ ଆଲୋଚନା କରିବା କିଛି କଥା, କିଛି କବିତା, କାହାଣୀ ମାଧ୍ୟମରେ ଏ ବିଷୟବସ୍ତୁଟିକୁ ଆଲୋଚନା କରିବା। ବିଷୟବସ୍ତୁଟି ହେଲା ରାମାୟଣ ନୀତି ନୀତି, ମହାଭାରତ କେବେ କେମିତି, ତିନି ସତୀଙ୍କର 21 ପତି, ନାହାନ୍ତି ଦ୍ରୌପଦୀ ନାହାନ୍ତି କୁନ୍ତି। ଏହା ହେବ କେମିତି? ଏହା ଏକ ଅଦ୍ଭୁତ ପ୍ରଶ୍ନ। ସ୍ୱଳ୍ପ ସମୟ ଭିତରେ ବିଷୟବସ୍ତୁଟିକୁ ଶୁଣି ନିଅନ୍ତୁ ନା। ତିନି ପତି 21 ପତି ହେଲେ କିପରି? କ'ଣ ଏହାର ପ୍ରମାଣ? କିଛି କହିବା, କିଛି ଗାଇବା। ହଁ ଆଜ୍ଞା, ରାମାୟଣ ଏକ ଏମିତି ଗ୍ରନ୍ଥ ଯାହାକୁ ପ୍ରତିଦିନ ପଢ଼ିଲେ ମୁକ୍ତି ମିଳିଯାଏ। କେତେ ଭକ୍ତ ପାପୀ ତପୀ ଚୋର ଖଣ୍ଟ ଏଇ ରାମ ନାମ ଶବ୍ଦକୁ ଜପ କରି ଏ ସଂସାରରୁ ତରିଗଲେ। ରୀତିନୀତି ଧନ ପଢ଼ରେ ରାମାୟଣ ଗ୍ରନ୍ଥଟି, ସଂସାରେ ଅମୂଲ୍ୟ ସମ୍ପଦ ସାରା ବିଷେ ନାହିଁଟି। ପଢ଼ିଲେ ନିର୍ବାଣ ଲଭନ୍ତି ଏତ ଜଗତେ ସାର, ମଧୁଠାରୁ ଲାଗେ ମଧୁର ତାର ବାଣୀ ମଧୁର। ମୁକତି ପସରା ସେ ପରା ମହିମଣ୍ଡଳେ ନାହିଁ, ତରିଗଲେ କେତେ ଭକ୍ତ ଯେ ସେଇ ନାମକୁ ଗାଇ। ରାମ ନାମ ଆତ୍ମା ନାମଟି ଅଟେ ଜଗତେ ଖ୍ୟାତ, ରତ୍ନାକର ହନୁଭୂଷଣ୍ଡୀ ଜପି ହୋଇଲେ ମୁକ୍ତ। ମୁକତି କାରଣ ହେବାରୁ ରାମାୟଣ ତେସ୍ତରୀ, ରାବଣ ମୁକତି ଲଭିଲା ରାମ ଶବ୍ଦକୁ ଧରି। ରାହା ଶବ୍ଦ ଝରି ଆସିଲା ଶୂନ୍ୟ ଗଗନୁ ଝରି, ମହ ଶବ୍ଦ ମିଶି ଯିବାରୁ ପତ୍ନୀ ମନ୍ଦୋଦରୀ। ବ୍ରହ୍ମାଙ୍କ ତପସ୍ୟା ବଳରୁ 10 ଶିର ହୋଇଲା, ମନ୍ଦୋଦରୀ ସାତେ ରମଣ ଦଶାନନ କରିଲା। 10ଟି ମୁଣ୍ଡରେ ପୀରତି ଯେବେ କଲା ରାବଣ, 10 ପତି ରୂପେ ଜଗତେ ହୋଇଗଲା ପ୍ରମାଣ। ରାବଣ ମରଣ ସମୟେ ପତ୍ନୀ ଯେ ମନ୍ଦୋଦରୀ, ରାଣ୍ଡ ହେଲା ନାଇଁ ସେ କାଳେ ଲଙ୍କାପୁରୀ ନଗରୀ। ରାଜସିଂହାସନେ ବସିଲେ ନୃପତି ବିଭୀଷଣ, ମନ୍ଦୋଦରୀ ବିବାହ ହୋଇଲେ ବିଭୀଷଣକୁ ଜାଣ। 11ଟି ପତି ହୋଇଲା ରାଣୀ ମନ୍ଦୋଦରୀର, ଆହୁ 1 ପତି ବାକି ଯେ ରହିଅଛି ତାଙ୍କର। ମନ୍ଦୋଦରୀ ବାଲ୍ୟ ନାମଟି ଥିଲା ଯେ ବେଙ୍ଗବତୀ, ବାଳି ରାଜା କଲେ ରମଣ ରଙ୍ଗ କୌତୁକେ ମାତି। ଯୌବନ ଅବସ୍ଥା ସମୟେ ଥିଲେ କୁଆରୀ କନ୍ୟା, ବାଳି ରାଜା ରତି ସଙ୍ଗମେ 12 ପତିରେ ଗଣା। ତଥାପି ଜଗତେ ବିଖ୍ୟାତ ପଞ୍ଚସତୀରେ ସତୀ, ଆଦ୍ୟ ଗ୍ରନ୍ଥ ରାମାୟଣଟି ପଢ଼ୁଥା ନୀତି ନୀତି। ହଁ ଆଜ୍ଞା, ଏହିପରି ରାବଣର 10 ମୁଣ୍ଡ ଯୋଗୁଁ ମନ୍ଦୋଦରୀ 10ଟି ପତି ରୂପେ ପ୍ରମାଣିତ ହେଲେ। ବିଭୀଷଣ ଓ ବାଳି ରାଜା ସାତେ ପ୍ରୀତି କରିବାରୁ ଆଉ 2 ଜଣ ପତି ହେଲେ। ମନ୍ଦୋଦରୀଙ୍କର ସମୁଦାୟ ପତି 12 ଜଣ। ତଥାପି ସେ ଭାରତବର୍ଷରେ ପଞ୍ଚସତୀରେ ସତୀତ୍ୱର ସ୍ଥାନ ପାଇଛନ୍ତି। ସେଥିଯୋଗୁଁ ରାମାୟଣ ଗ୍ରନ୍ଥଟି ଅମୂଲ୍ୟ ଗ୍ରନ୍ଥ ଭାବେ ସାରା ସଂସାରରେ ପୂଜ୍ୟ। ଏବେ ଆଜ୍ଞା ଶୁଣିବା କେଉଁ ସତୀଙ୍କର 4 ପତି। ଆଦ୍ୟ ସୃଷ୍ଟିକର୍ତ୍ତା ବିଧାତା ସୃଷ୍ଟି ପ୍ରାରମ୍ଭ କାଳେ, ବିଷ୍ଣୁଙ୍କର ନାଭି କମଳୁ ବ୍ରହ୍ମା ଉତ୍ପତ୍ତି ହେଲେ। ଚତୁର୍ମୁଖେ 4 ବେଦକୁ କରିଥିଲେ ମୁଖସ୍ଥ, ଏକମାତ୍ର ପତ୍ନୀ ତାଙ୍କର ସତୀ ସାବିତ୍ରୀ ଖ୍ୟାତ। ରତି କ୍ରୀଡ଼ା କଲେ ବ୍ରହ୍ମା ଯେ 4 ଶିରେ ସ୍ଥାପିତ, ଜଗତେ ବିଖ୍ୟାତ ହୋଇଲ ସତୀ ସାବିତ୍ରୀ ନାଥ। ଏହିପରି ସୃଷ୍ଟିକର୍ତ୍ତା ବ୍ରହ୍ମା 4 ମୁଖେ ବା 4 ମୁଣ୍ଡରେ ସତୀ ସାବିତ୍ରୀଙ୍କ ସାଥେ ରମଣ କରିଥିବାରୁ 4 ପତି ରୂପେ ପ୍ରମାଣିତ ହେଲେ। ଏବେ ଆଜ୍ଞା ଶୁଣିବା 5 ପତି କେଉଁ ସତୀଙ୍କର। ଆଦିମାତା ଠାରୁ ଜନମ ଅଗ୍ନି ପେଣ୍ଡୁଳା ହେଲା, କାହୁଁ କେତେ କାଳ ସହସ୍ର ଯୁଗ ବିତି ଚାଲିଲା। ଧୀରେ ଧୀରେ ଅଗ୍ନି ପେଣ୍ଡୁଳା ଯେବେ ଥଣ୍ଡା ହୋଇଲା, ବିରାଟ ପୁରୁଷ ରୂପରେ ସେତ ଜନ୍ମ ନେଲା। 5 ମୁଖ 3 ନୟନ ଗଢ଼ି ଦେଲେ ବିଧାତା, ତ୍ରିଲୋଚନ ବୋଲି ତା ନାମ ଦେଲେ ସେ ଆଦିମାତା। ଯୋଗୀ ରୂପ କରି ଧାରଣ ଯୋଗାସନେ ବସିଲେ,
ସହସ୍ର ଯୁଗ ବିତିଗଲା ସେହି ସମାଧି ସ୍ଥଳେ। ସ୍ୱୟଂ ନାରାୟଣ ଜାଣିଲେ ଯୋଗେ ବସିନ ଧ୍ୟାନ। ଆଦିମାତା ସଙ୍ଗେ ମୁରାରି ପହଞ୍ଚିଲେ ତକ୍ଷଣ। ଜଟା ବିମଣ୍ଡିତ ଶରୀର କରେ ତ୍ରିଶୂଳ ଅଛି। ମୁଦ୍ଗର ସାତେ ଡମ୍ବରୁ ଜକମକ ଦିଶୁଛି। ମନ୍ତ୍ର ପାଣି ଦେଲେ ଛିଞ୍ଚିଣ ସେ ସ୍ୱୟଂ ନାରାୟଣ। ଯୋଗ ଧ୍ୟାନେ ଚକ୍ଷୁ ଖୋଲିଲେ ପ୍ରଭୁ ତ୍ରିଲୋଚନ। ମାତାଙ୍କୁ ପ୍ରଣାମ କରିଲେ ପ୍ରଭୁ ତ୍ରିଶୂଳ ଧାରି। ଆଜ୍ଞା କର ମାତା ତକ୍ଷଣେ ମନୋକାମନା କରି। ଯାହ ପୁତ୍ର ଏବେ ଧରିତ୍ରୀ ସ୍ଥାନ କୈଳାସପୁର। 14 ବ୍ରହ୍ମାଣ୍ଡ ଭିତରୁ ଅଟେ ପବିତ୍ର ସ୍ଥଳ। ତ୍ରିପୁର ଭ୍ରମଣ କରିବ ଧୀର ଚିତ୍ତଲୟରେ। ଦୃଶ୍ୟପଟ ହେବ ସେ କାଳେ ଦିବ୍ୟ ଚକ୍ଷୁ ବଳରେ। ଯୋଗ ଧ୍ୟାନେ ବସିଥିବେଟି ଆଦି ପ୍ରକୃତି ମାତା। ନାମ ତାର ଅଟେ ପାର୍ବତୀ ହିମାଳୟ ଦୁହିତା। ପ୍ରଥମ ବିବାହ କରିବ ମର୍ତ୍ତ୍ୟମଣ୍ଡଳେ ରହି। ମର୍ତ୍ତ୍ୟର ମାନବ ଜାଣିବେ ଯାହା ଆଗରୁ ନାହିଁ। ଶ୍ୱଶୁର ଘରକୁ ଜାମାତା ବର ବେଶରେ ଯିବ। ହସ୍ତଗଣ୍ଠି 10 କର୍ମରେ ମନ୍ତ୍ର ଉଚ୍ଚାର ହେବ। ଅଷ୍ଟଗ୍ରାମୀର ବିକିରଣେ ବର ବାହୁଡ଼ା ଶେଷ। ଅର୍ଦ୍ଧନିଶି ଅଧା ଚାନ୍ଦରେ ମଧୁସଜ୍ଜା ପ୍ରବେଶ। ରମଣ କରିବେ ଶଙ୍କର 5 ବଦନେ ଧ୍ୟାନ। ପାଞ୍ଚପତି ବୋଲି ଜଗତେ ହୋଇଅଛି ପ୍ରମାଣ। ପ୍ରକୃତି ରୂପଣୀ ପାର୍ବତୀ 5 ପତିରେ ମାତ। ନାହାନ୍ତି ଦ୍ରୌପଦୀ କୁନ୍ତୀ ଯେ ଏହା ସମ୍ପୂର୍ଣ୍ଣ ସତ। ଗୌରୀ ସାବିତ୍ରୀ ମନ୍ଦୋଦରୀ ସତୀ ମଧ୍ୟରେ ଶ୍ରେଷ୍ଠ। 21 ପତି ହୋଇଲା ବ୍ରହ୍ମା ଲେଖିଲେ ସ୍ପଷ୍ଟ। ଓ ଆଜ୍ଞା, ଆଦିମାତା ଠାରୁ ଜନମ ପ୍ରଭୁ ଶିବ ଶଙ୍କର ହେଉଛନ୍ତି ତ୍ରିଲୋଚନ। 5ଟି ବଦନରେ ପାର୍ବତୀଙ୍କ ସାଥେ ରମଣ କରିଥିବାରୁ ମାତା ପାର୍ବତୀଙ୍କର 5 ପତି ଭାବେ ବ୍ରହ୍ମଦେବ ପ୍ରମାଣ କରିଦେଲେ। ଏହି 3 ସତୀଙ୍କ ଭିତରୁ ଦ୍ରୌପଦୀ କୁନ୍ତୀ ନାହାନ୍ତି। ଏବେ ଆଜ୍ଞା ଶୁଣିବା ମହାଭାରତର କଥା। କ'ଣ ପ୍ରଶ୍ନ ଅଛି? ଯେତେ ଶାସ୍ତ୍ର ଅଛି ଜଗତେ ସବୁ ଅଡ଼ୁଆ ସୂତା। ମହାଭାରତର ଗ୍ରନ୍ଥକୁ କେବେ କେବେ ପଢ଼ୁଥା। ଭାରତରେ ଅଛି ପ୍ରମାଣ ସତ୍ୟ ଘଟଣା ସବୁ। ନଦ ନଦୀ ବଣ ପର୍ବତ ପୁଣ୍ୟ ସ୍ଥାନରେ ବାବୁ। ଦ୍ୱାରିକା ମଥୁରା ନଗରୀ କୁରୁକ୍ଷେତ୍ର ଉତ୍କଳ। ମଗଧ ବ୍ରଜ ବୃନ୍ଦାବନ ସାକ୍ଷୀଟି ଗୋପପୁର। ସରିତ ଗଲା ରାମାୟଣ 3 ସତୀର କଥା। ବାକି ତ ରହିଛି ପ୍ରଶ୍ନଟି ମହାଭାରତ ଗାଥା। ଏବେ ଆଜ୍ଞା କାହାଣୀ ମାଧ୍ୟମରେ ବୁଝାଇ କହିବା ଅପୂର୍ବ ଲାବଣ୍ୟ ମହାଭାରତର କଥାବସ୍ତୁ, ଯାହା ଆମ ଭାରତବର୍ଷରେ ପ୍ରତ୍ୟେକ ସ୍ଥାନରେ ପ୍ରତ୍ୟେକ ରାଜ୍ୟରେ ପାଣ୍ଡବମାନଙ୍କର ବନବାସ ହୋଇଥିଲା। ଗୋପପୁର, ମଥୁରା ଓ ଦ୍ୱାରିକା ନଗରୀ ଆଜି ବି ପ୍ରଭୁ ଶ୍ରୀକୃଷ୍ଣଙ୍କର ପ୍ରମାଣ ବିଦ୍ୟମାନ। କୁରୁକ୍ଷେତ୍ର ଏକ ପୌରାଣିକ କିମ୍ବଦନ୍ତୀ, ଯାହା ଜଗତବାସୀଙ୍କୁ ଶ୍ରୀମଦ୍ ଭଗବତ ଗୀତା ମାଧ୍ୟମରେ ପ୍ରଭୁ ଶ୍ରୀକୃଷ୍ଣ ଅର୍ଜୁନକୁ ଜ୍ଞାନ ଉପଦେଶ ଦେଇଥିଲେ। ମହର୍ଷି ବ୍ୟାସଦେବଙ୍କ ରଚିତ ଶ୍ରୀମଦ୍ ଭଗବତ ପୁରାଣ ଓ ମହାଭାରତ ଗ୍ରନ୍ଥ ହେଉଛି ଆମ ଭାରତବର୍ଷର ଅମୃତ କଳସ। ଆସନ୍ତୁ ଆଜ୍ଞା କାହାଣୀ ମାଧ୍ୟମରେ ଶୁଣିନେବା ଏହି ଅମୂଲ୍ୟ ପୁରାଣଟିକୁ। ରାମାୟଣ ନୀତି ନୀତି ଭାରତ ପଢ଼ୁଥା କେବେ କେମିତି ବଉଳଲୋ। ଗୀତା ଭାଗବତେ ଭରି ଅଛିଟି ବଉଳଲୋ। ଅମୂଲ୍ୟ ଲାବଣ୍ୟ ଗ୍ରନ୍ଥ ପଢ଼ିଲେ ପାଇବ ମୁକ୍ତି ପଥ ବଉଳଲୋ। ଲେଖିଲେ ସତ୍ୟବ୍ରତୀର ସୁତ ବଉଳଲୋ। କଥାରେ ଅଛିଟି ପରା 4 ପୁରାଣରେ ହୋଇଛି ଭରା ବଉଳଲୋ। 76ରେ ଜ୍ଞାନ ପୋଷରା ବଉଳଲୋ। ଏ ତ ନିଗୁଢ଼ ତତ୍ତ୍ୱ ଥରେ ଶୁଣିଲେ ଲାଗିବ ନିଦ ବଉଳଲୋ। ଚାଖିଦେଲେ ଲାଗେ ମହୁଲି ମଦ ବଉଳଲୋ। 3ଟି ହାଣ୍ଡି ଆଣିଲେ 3 ପାର୍ଶ୍ୱରେ ଝିଙ୍କା କରିଲେ ବଉଳଲୋ। ମଦ ରାଧିବାକୁ ତୟାର ହେଲେ ବଉଳଲୋ। ଚେରମୂଳି ଭାଗବତ ହାଣ୍ଡିଟା ହୋଇଲା ମହାଭାରତ ବଉଳଲୋ। ଗୁଆ ଚାଉଳ ଯେତେକ ଶାସ୍ତ୍ର ବଉଳଲୋ। ହଁ ଆଜ୍ଞା, ଶ୍ରୀମଦ୍ ଭାଗବତ ଗୀତା ଏବଂ ମହାଭାରତ ଏକ ଏମିତି ଗ୍ରନ୍ଥ
ଯାହାକୁ ଥରେ ପଢ଼ିଦେଲେ ବହୁଲି ମଦ ପରି ନିଶା ହୋଇଯିବ। ସେହି ମଦ ରାନ୍ଧିବାକୁ ବ୍ୟାସଦେବ ଋଷି ପ୍ରସ୍ତୁତ ହୋଇଗଲେ। ଏହି ମଦକୁ କେବଳ ଆମ ଭାରତବର୍ଷରେ ମାତ୍ର 3 ଜଣ ପିଇଥିଲେ। ଆଉ ଯାହା ବଳକା ରହିଥିଲା ସେହି ମଦକୁ ପିଇ କେଉଁମାନେ ପାଗଳ ହୋଇଗଲେ? ଆସନ୍ତୁ ଆଜ୍ଞା କାହାଣୀ ମାଧ୍ୟମରେ ଶୁଣିନେବା। ବ୍ୟାସଦେବ ଶୁଣ୍ଡି ହେଲେ ଜ୍ଞାନ ଜାଳରେ ପୁଣି ମଦ ରାନ୍ଧିଲେ ବଉଳଲ। ତାକୁ 3 ଜଣ ପିଇଥିଲେ ବଉଳଲ। କିଛି ପିଇଥିଲେ କାଶୀ, କିଛି ପିଇଥିଲେ ନଦିଆ ଶଶୀ ବଉଳଲ। କିଛି ପିଇଗଲେ ନାରଦ ଋଷି ବଉଳଲ। ବଳକା ଯାହା ରଖିଲ ବ୍ରଜବାସୀ ପିଇ ହୋଇଲେ ଭୋଳ ବଉଳଲ। କହିଛନ୍ତି ପରା ସତ୍ୟବତୀ ବାଳ ବଉଳଲ। ଜ୍ଞାନର ଭଣ୍ଡାର ଭରା ଭାରତ ପଡ଼ିଲେ ହେବ ବାଉଳା ବଉଳଲ। ବୁଝିକି ପଡ଼ିଲେ ନ ହେବ କିଳା ବଉଳଲ। ରାମାୟଣ ନୀତି ନୀତି ମହାଭାରତ କେବେ କେମିତି ବଉଳଲ। ପଡ଼ିଲେ ଲଭିବ ପରମ ଗତି ବଉଳଲ। 3 ଶକ୍ତି 21 ପତି ବ୍ରହ୍ମା ଶଙ୍କର ରାବଣ ଜ୍ୟୋତି ବଉଳଲ। ଯେଜନ ଶୁଣିବ ହେବ ମୁକତି ବଉଳଲ। 3 ସତୀ ରାମାୟଣ ଭାରତ ଗ୍ରନ୍ଥରେ ନାହିଁ ପ୍ରମାଣ ବଉଳଲ। ବୁଝିକି ଶୁଣିଲେ ହେବ ନିର୍ବାଣ ବଉଳଲ। ଗୁରୁ ଭକ୍ତି ତତ୍ତ୍ୱଜ୍ଞାନ ଏହିଠାରୁ କଥା ହୋଇଲା ପୂର୍ଣ୍ଣ ବଉଳଲ। ଗୁରୁ କୃପା ବଳେ ଲେଖେ ଉତ୍ତମ ବଉଳଲ। ଶୁଣିବ ବିଦୁଷ ଜନେ ଭୁଲ ଥିଲେ କ୍ଷମା କର ସୁଜନେ ସୁଜନ ହେ। ବୁଝାଇ ଲେଖିଲି ଗୀତ ପ୍ରବଚନେ ସୁଜନ ହେ। ଏହିପରି ଭାବରେ ଆଜ୍ଞା ମହାଭାରତର ଅମୃତ ଲେଖାଟିକୁ ମହର୍ଷି ବ୍ୟାସଦେବ ଶୁଣ୍ଡି ହୋଇ ଆଧ୍ୟାତ୍ମିକ ଜ୍ଞାନ ଜାଳରେ ମଦ ରାନ୍ଧିଥିଲେ। ତାକୁ 3 ଜଣ ପିଇଥିଲେ। କିଛି ପିଇଥିଲେ କାଶୀ ଅର୍ଥ ମହାଦେବ ଶଙ୍କର। କିଛି ପିଇଥିଲେ ନଦିଆ ଶଶୀ। ନଦିଆର ନବଦ୍ୱୀପଠାରେ ଜନ୍ମଲାଭ କରିଥିବା ଶ୍ରୀ ଚୈତନ୍ୟ ସେହି ଅମୃତ ମଦରସକୁ ପାନ କରି ମହାମନ୍ତ୍ର ହରେ କୃଷ୍ଣ ହରେ ରାମ ଜପ କରିଥିଲେ। ତୃତୀୟରେ ନାରଦ ମୁନି ସେହି ରସକୁ ପାନ କରି ଅମର ହୋଇଗଲେ। ଯାହା ବଳକା ଥିଲା ବ୍ରଜବାସୀ ବା ଗୋପାଳୁଣୀମାନେ ଗୋପପୁରରେ ପିଇ ମୁକ୍ତି ପାଇଗଲେ। ଏହି ଗ୍ରନ୍ଥ ଜ୍ଞାନ ତତ୍ତ୍ୱର ଭରପୁର ଥିବାରୁ ସଂସାରରେ ଶ୍ରେଷ୍ଠ। ଯିଏ ଯେତେବେଳେ ପଢ଼ୁନା କାହିଁକି ବୁଝିକି ମର୍ମଭେଦ ଜାଣିଲେ ପରମଗତି ଲାଭ କରିବ। ହଁ ଆଜ୍ଞା ଏହିଭଳି ଗ୍ରନ୍ଥ ଦୁନିଆରେ ମିଳିବା ସାତ ସପନ, ଯାହାକି ଆମ ଭାରତବର୍ଷର ଅମୂଲ୍ୟ ଗ୍ରନ୍ଥ। ଏହିଠାରୁ ଆମ ଆଲୋଚନାକୁ ବିଶ୍ରାମ ଦେବା। ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଲାଇକ୍ କରି ସେୟାର କରିଦିଅନ୍ତୁ। ସବସ୍କ୍ରାଇବ୍ କରି ଅନ୍ୟ ଭିଡ଼ିଓମାନଙ୍କୁ ଦେଖିବାର ସୁଯୋଗ ନିଅନ୍ତୁ। ହଁ ଆଜ୍ଞା କମେଣ୍ଟ କରିବାକୁ କେବେ ଭୁଲନ୍ତୁ ନାହିଁ। ଏବେ ବିଦାୟ ଦିଅନ୍ତୁ। ନମସ୍କାର। ଜୟ ଜଗନ୍ନାଥ।